ଜୀବନରେ ଲାଗି ରହିଛି ତମାମ ଅସୁବିଧା। ଏ 5 କାମ କଲେ ଦୂରେଇ ଯିବ ସବୁ ସମସ୍ୟା। ଶାସ୍ତ୍ର ଅନୁସାରେ ଗରୁଡ଼ ପୁରାଣ ସନାତନ ଧର୍ମର 18ଟି ପୁରାଣ ମଧ୍ୟରୁ ଅନ୍ୟତମ, ଯେଉଁଥିରେ ଜୀବନର ପ୍ରତ୍ୟେକ କାଳର ଘଟଣାକୁ ଦର୍ଶାଯାଇଛି। ଏହି ପୁରାଣରେ ମାନବ ଜୀବନର 5 କାର୍ଯ୍ୟ ଉପରେ ଉଲ୍ଲେଖ ରହିଛି, ଯାହାକୁ କରିଲେ ବ୍ୟକ୍ତିତ୍ୱ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହିଁ ସଫଳତା ପ୍ରାପ୍ତ ହେବ। ସକାଳୁ ଶୀଘ୍ର ଉଠନ୍ତୁ। ସକାଳର ବାତାବରଣ ବେଶ୍ ଶୁଭ ହୋଇଥାଏ। ଏହି ସକାଳ ସମୟ ପବିତ୍ରତାର ସମୟ। ଫଳରେ ବିଛଣାରୁ ଯିଏ ସକାଳୁ ସକାଳୁ ଉଠିଯାଏ, ତାହାର ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ ବୋଲି ଗରୁଡ଼ ପୁରାଣରେ ଉଲ୍ଲେଖ ରହିଛି। ଯଦି ଆପଣ ଡେରିରେ ଉଠୁଛନ୍ତି, ତେବେ ସକାଳୁ ଶୀଘ୍ର ଉଠିବାକୁ ପ୍ରୟାସ କରନ୍ତୁ। ଆପଣଙ୍କ ଦିନର ପ୍ରତିଟି କାର୍ଯ୍ୟ ମଧ୍ୟ ଆପଣ ସହଜରେ ଏବଂ ସୁରୁଖୁରୁରେ କରିପାରିବେ। ଜୀବନରେ ବାରମ୍ବାର ପ୍ରୟାସ କରନ୍ତୁ। ଯେଉଁ ବ୍ୟକ୍ତି ନିଜ ଜୀବନରେ ବାରମ୍ବାର ପ୍ରୟାସ କରି ଚାଲିଥାଏ ଓ ହାର ମାନେ ନାହିଁ, ତାକୁ ଦିନେ ସଫଳତାର ସ୍ୱାଦ ଚାଖିବାକୁ ମିଳିଥାଏ। ସେଥିପାଇଁ କୌଣସି କାର୍ଯ୍ୟରେ ଥରେ କିମ୍ବା 2 ଥର ବିଫଳ ନ ହୋଇ ମଧ୍ୟ ଧୈର୍ଯ୍ୟହରା ନ ହୋଇ ସାହସ ଓ ନିର୍ଭୀକତାର ସହ ଉକ୍ତ କାର୍ଯ୍ୟ କରି ଚାଲନ୍ତୁ। ଦେଖିବେ, ଦିନେ ନିଶ୍ଚୟ ସଫଳତାର ଆପଣ ପାଦ ଚୁମ୍ବନ ପାଇବେ। ଖରାପ ସାଙ୍ଗଠୁ ବଞ୍ଚିକି ରୁହନ୍ତୁ। 1000 ଖରାପ ବହି ଅପେକ୍ଷା ଗୋଟିଏ ଭଲ ବହି ଶ୍ରେୟସ୍କର। ଠିକ୍ ସେମିତି 1000 ଖରାପ ବନ୍ଧୁଠୁ ଜଣେ ଭଲ ବନ୍ଧୁ ଜୀବନରେ ପରିବର୍ତ୍ତନ କରିବାର କ୍ଷମତା ରଖେ। ମନୁଷ୍ୟ ଜୀବନରେ ସହଯୋଗୀଙ୍କ ମଧ୍ୟ ବେଶ୍ ମହତ୍ତ୍ୱ ରହିଥାଏ। ଯଦି ବ୍ୟକ୍ତିର ଜୀବନରେ ଜଣେ ଭଲ ସହଯୋଗୀ ମିଳିଥାଏ, ତେବେ ସଫଳତାର ରାସ୍ତା ନିଜେ ନିଜେ ମଣିଷ ପାଖକୁ ଆସେ। ମନରେ ରଖନ୍ତୁନି ଅଭିମାନ। କୁହାଯାଏ, ଅଭିମାନ ମଣିଷର ସବୁଠୁ ବଡ଼ ଶତ୍ରୁ। ଯେଉଁ ବ୍ୟକ୍ତି ନିଜ ଧନ ଓ ଜ୍ଞାନରେ ଅହଙ୍କାର ରଖେ, ସେ କ୍ଷଣକରେ ବରବାଦ ହୋଇଯାଏ। ଫଳରେ ସର୍ବଦା ଅଭିମାନଠୁ ବଞ୍ଚିକି ରୁହନ୍ତୁ। ଦେଖିବେ, ଦିନେ ସଫଳତାର ଶୀର୍ଷରେ ଆପଣ ପହଞ୍ଚିବେ। ନିଜ ବୁଦ୍ଧିକୁ ସର୍ବଦା ସତର୍କ ରଖନ୍ତୁ। ମାନବ ନିଜ ବିବେକ ଓ ମନ ଅନୁସାରେ କାର୍ଯ୍ୟ କରେ। ବେଳେ ବେଳେ ମଣିଷ ନିଜ ମନକୁ ଅଧିକ ପ୍ରାଧାନ୍ୟ ଦେଇ ଖରାପ କାର୍ଯ୍ୟ ମଧ୍ୟ କରିବାରେ ପଛେଇ ନଥାଏ। ଫଳରେ ସେ ଦୁଃଖ ଭୋଗ କରେ। ଜୀବନରେ ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବାରେ ସତ ସାହସ ରଖନ୍ତୁ। ଭୟକୁ ବି ଦିନେ ଆପଣ ନିଜ ବୁଦ୍ଧିରେ ଭୟଭୀତ କରିପାରିବେ। ଉପରୋକ୍ତ ଆଲେଖ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଦୈନିକ ଜୀବନରେ ଏହାର ଉପଯୋଗ କରିବା ପୂର୍ବରୁ ନିଜ ବୁଦ୍ଧି ଓ ବିବେକର ସାହାରା ନିଅନ୍ତୁ।